Lord, here I am here. ଶ୍ରୀମନ୍ତର ଏଠି କ'ଣ ପ୍ରମାଣିତ ହେଉଛି? ଠାକୁର ଓମ୍ନି ପ୍ରେଜେଣ୍ଟ ଓମ୍ନି ପୋଟେଣ୍ଟ, ମାନେ ନିତ୍ୟ ବର୍ତ୍ତମାନ ସର୍ବଶକ୍ତି, ସବୁଠି ଅଛନ୍ତି। ପାଖରେ ଯେତେବେଳେ ଚାହିଁବ ସେ ଅଛନ୍ତି, ନିତ୍ୟ ବର୍ତ୍ତମାନ ସେ ସର୍ବଶକ୍ତି। ଏଠି ବ୍ରହ୍ମା ବିଷ୍ଣୁ ମହେଶ୍ୱର ଯୋଉଟା ଦେଇ ନପାରିବେ, ଗୁରୁ ସେଟା ଦେଇପାରିବେ। ବ୍ରହ୍ମା ବିଷ୍ଣୁ ମହେଶ୍ୱର ଗୁରୁଙ୍କର ସୃଷ୍ଟ ଗୋଟେ ବିନ୍ଦୁ ଉପରେ ତାର ତିନିଟା ସୃଷ୍ଟି ହେଇଗଲା, ତିନିଟା ଗାର ଆସିଲା। ଏକ ଗାରରେ ବ୍ରହ୍ମା ଆସିଲେ, ଦୁଇ ବିଷ୍ଣୁ ଆସିଲେ, ତିନି ଶିବ ଆସିଲେ। ତିନିଟା ଗୁଣ ସତ୍ୱଗୁଣ, ରଜଗୁଣ, ତମଗୁଣ ହେଲେ ଗୁଣର ଜଗତ ସୃଷ୍ଟି ହେଲା। ମୂଳ ସେଟା ଗୁରୁଙ୍କର, ସମସ୍ତ ଗୁଣର ସତ୍ତା, ସମସ୍ତ ଜଗତ ଜନନୀଙ୍କର ଜନନୀ ହେଲେ ଗୁରୁ। ଜଗତଜନୀ ସବୁ ସୃଷ୍ଟି କଲେ, ଜଗତଜନୀ କିଏ ସୃଷ୍ଟି କଲା? ଜଗତ ଗୁରୁ ସୃଷ୍ଟି କଲେ। ଏ ଗୁଣ ବ୍ରହ୍ମଙ୍କର ସୃଷ୍ଟି ହେଲା। ସେ ଜଗତ ଗୁରୁ ତତ୍ତ୍ୱରେ ଠାକୁର ପହଞ୍ଚିକି ଫେରିକି ଆସିକି ସ୍ଥୂଳଦେହରେ ବସିକି, ଏଇ କାମାକ୍ଷା ପାହାଡ଼ରେ ବସିକିରି ସ୍ଥୂଳଦେହରେ ବସିକି ନିଜ ମନରେ ବସିଥିଲେ। ତାଙ୍କ ଭିତରେ ଯାଇକି ସେ ଠାକୁର ପହଞ୍ଚି ଉଠି ଉପରକୁ ଯାଇ ନିର୍ବିକଳ୍ପ ସମାଜ ଲାଭ କରି ନିର୍ଗୁଣ ବ୍ରହ୍ମ ରୂପେ ଜଗତ ଗୁରୁଙ୍କ ତତ୍ତ୍ୱରେ ପହଞ୍ଚିଲେ। ନିଜେ ସ୍ୱୟଂ ଜଗତ ଗୁରୁ କେହି ଆସନ୍ତି ନାହିଁ। ଯାହାଙ୍କ ଦ୍ୱାରା ଭଗବାନଙ୍କର ଜଗତ ଚିତ୍ତକର ଇଚ୍ଛା ଜାଗିବ, ସେମାନଙ୍କୁ ସେ ଗୁରୁ ରୂପରେ ପୁଣି ଫେରି ଆଣନ୍ତି। ସେ ଆସିକି ସଦ୍ଗୁରୁ ହେଇକି ଆସନ୍ତି। ସେ ଆସିକି ସେଇ ଶରୀର ସେଠି ବସିଲେ, ତା ନିଗମାନର ଶରୀରଟା ସେଠି ଜଳ ହେଇକି ବସୁଛି। ତାଙ୍କ ଚେତନ ଶକ୍ତିରେ ଯାଇକି ନିର୍ବିକଳ୍ପ ପହଞ୍ଚିଲେ। ସେଠି ପୁଣି ଫେରିକି ଆସିଲେ, ଆସିକି ପହଞ୍ଚିକି ପହଞ୍ଚି ଦେଖୁଛନ୍ତି ପ୍ରଥମେ ସମଗ୍ର ସୃଷ୍ଟି, ତାପରେ ସମଗ୍ର ପୃଥିବୀ, ତାପରେ ସମସ୍ତେ ଏସିଆ ମହାଦେଶ, ତାପରେ ଭାରତ ଦେଶ, ତାପରେ ଆସାମ ପ୍ରଦେଶ, ତାପରେ କାମାକ୍ଷା ପାହାଡ଼। ସେ ଦେଖିଲେ ଠାକୁର ନିଗମାନ ସେଟା ବସିଲେ, ସେଇ ଶରୀର ଭିତରେ ଆସି ଅବତରଣ କଲେ। ଜଗତ ଗୁରୁଙ୍କ ଇଚ୍ଛାଟା ଯୋଉ ଶୁଦ୍ଧ ଶରୀର ଭିତରେ ଅବତରଣ କରେ, ସେ ହଉଛି ସଦ୍ଗୁରୁ। ସେଥିପାଇଁ ଠାକୁର କହିଲେ ମୁଁ ସଦ୍ଗୁରୁ। ଧ୍ୱଂସ ହେଲା ଯେବେ ମୋର ବ୍ୟକ୍ତିତ୍ୱ, ଧ୍ୱଂସ ହେଇଗଲା। ନିର୍ବିକଳ୍ପ ବ୍ୟକ୍ତିତ୍ୱ ଆଉ ନିଗମନ ରହିଲେନି, ଆଉ ସେ ରଜନୀକାନ୍ତ ହିଁ ରହିଲେନି। ସେ ଗୁରୁ ତତ୍ତ୍ୱରେ ମଜିଗଲେ। ଧ୍ୱଂସ ହେଲା ଯେବେ ମୋର ବ୍ୟକ୍ତିତ୍ୱ, ଜଗତ ଗୁରୁଙ୍କ ଇଚ୍ଛା ଲୀଳାୟିତ ହୋଇ ଅଛି ତେଣୁ ଏମ ଭିତରେ ଜାଣ ମତେ ସଦଗୁରୁ ରୂପରେ। ସାଧନା ଦ୍ୱାରା ମୁକତ ଯେ ହୋଇ ଅଛି ଯେଣୁ ଲକ୍ଷ୍ୟ ମୋର, ତେଣୁ ଦେଖାଇବି ମୁକ୍ତି ପଥ। ସାଧନ ସିଦ୍ଧ ସଦଗୁରୁ କିଏ ଆସିଛନ୍ତି? କୋଉଠି ଆଜିକାଲି ସୁଖରେ ଜଣେ ଲୋକଙ୍କର ମହାପୁରୁଷଙ୍କର ନିର୍ବିକଳ ସ୍ଥଳ ସ୍ଥିର ହେଇଛି ବୋଲି କହିଲେ ଠାକୁରଙ୍କର ସ୍ଥିର ହେଲା। ଯୋଉ ନିର୍ବିକଳ ସ୍ଥଳରେ ଠାକୁର ସିଦ୍ଧି ଲାଭ କରିଥିଲେ, ଆଜି କାମାକ୍ଷା ପୀଠରେ ଡିସେମ୍ବର 10ରେ 20ରେ ପୂଜା ହେଲା। ଯାଇଥିଲେ ଆପଣ କିଏ ଯାଇଥିଲେ? କୌଣସି ଆପଣଙ୍କ ସିଦ୍ଧି ସ୍ଥଳ কোনো ଜାଗା ଦେଖା ନାହିଁ, କିନ୍ତୁ ତାଙ୍କ ସିଦ୍ଧି ସ୍ଥଳଟା ଡିମାର୍କେଟ ହେଇକି କହି ଆସିଲେ। ଆମେ ଚିହ୍ନି ପାରିଲେନି। ସେ ଡାକା ସାହେବ ଜାଣିଥିଲେ ଯେ ଗୋଆଟର, ସେ ଆସି ଚିହ୍ନେଇ କହିଲେ ଠାକୁର ଦେଖିଲେ କି ନିରନ୍ତର ମାଣିଲେ ଅଙ୍ଗ ତାଙ୍କର ଆସି ଏଇ ଜାଗାରେ ଆସିଲେ, ଉପରେ କମଳା ଆସିଆଙ୍କର ଯେତେବେଳକୁ ଆସିବେ, ଏତିକି ତଳକୁ ଧରି ଆସିଲେ ଆମେ ନେମେଗି କମଳାରେ କହିଥାଉ ନଈ ଆସି ତା ତଳେ ଦେଖି ଗୋଟେ ପ୍ରକାଣ୍ଡ ପଥର ପଡ଼ିଛି। সেই ପଥର ବ୍ରହ୍ମମନ୍ଦିର, ଏପଟେ ବ୍ରହ୍ମାଣ୍ଡ ଭୁବନେଶ୍ୱରୀ ମନ୍ଦିର, ଏପଟେ ବ୍ରହ୍ମପୁତ୍ର ନଦୀ। ସେ ମଝିରେ ବସି ସ୍ଥିର କରି ଏଠି ବସି କେତେ ଡେୟାରିଂ। ନିର୍ବିକଳ୍ପ ସେ ସାଧୁ କହିଲେ ସେ ଭୁବନେଶ୍ୱର ମନ୍ଦିର ନିର୍ବିକଳ୍ପ ଯାଅ ଠିକ ଫେରନ୍ତି ନା ନ ଫେରେ ନାହିଁ। ମୁଁ ନିର୍ବିକଳ୍ପ ସାଧନା କରିବି, ସବିକଳ୍ପ ସାଧନାରେ ସିଦ୍ଧ ହେଇଯାଇଛି। ମୁଁ ଜାଣିଛି ନିର୍ବିକଳ୍ପର ଲକ୍ଷ୍ୟ ମୋ ଉପରେ ଜାଗିରେ ବସିବି ସେଇଠି ଜଗତ ଗୁରୁ ତତ୍ତ୍ୱରେ ପହଞ୍ଚିକି ସେ ଜାଗାକୁ ଫେରିକି ପୁଣି ସେଇଠି ଆସିକି ବସିଲେ। ଏଇଠି ଆସିବେ କହିଲେ ମୋତେ କିଛି ଦେଖାଗଲାନି, ମୁଁ ଗୁରୁ, କିଏ ଅଛ ପାପି କାପି ଆସ, ମୁଁ ସମସ୍ତଙ୍କୁ ଉଦ୍ଧାର କରିବି। ଏଇ ବାଣୀ କେବଳ ଜାଗିଲା, ଆଉ କିଛି ନାହିଁ। ଜାଣିଥିଲି ଜଗତ ଗୁରୁଙ୍କ ତତ୍ତ୍ୱଟା ଏଇ ସଦ୍ଗୁରୁ ତତ୍ତ୍ୱ ସେୟା। ସଦ୍ଗୁରୁ ସଗୁଣ, ଜଗତ ଗୁରୁ ନିର୍ଗୁଣ। ଜଗତ ଗୁରୁ ତମର ଆମର କିଛି କାମ ହବ, ଜଗତରେ କାମ ହବ ସଦ୍ଗୁରୁଙ୍କ ଦ୍ୱାରା। ଏଇ ଠାକୁର କହିଲେ ମୁଁ ସଦ୍ଗୁରୁ ହେଇକି ମନ୍ତ୍ରପୁତ ଜଳ ସାଙ୍ଗରେ ନେଇ ଆସିଛି। ତମମାନଙ୍କ ମାଧ୍ୟମରେ ସେ ମନ୍ତ୍ରପୁତ ଜଳ ସମଗ୍ର ଜଗତରେ ପ୍ରଚଳିତ ହବ। এই ভাবটা তুমি যদি ন লাগিব সংকটে সেদিকে ନ କରିବା। ଖାଲି ଆମ ଆଜି ଭାଇ କ'ଣ ସଙ୍ଗଲା ପାଳି ଖାଅ, ସେ ଭାଇ ପାଳି ଆସୁନି, ସେ କ'ଣ ନିମନ୍ତ୍ରଣ କଲାନି, ସେ କହିଦେବା ସଭାପତି ମୋ ପାଇଁ ନିମନ୍ତ୍ରଣ କରିଦେବ। ଇଏ ସଭାପତି କ'ଣ ବାରିକ ହାତରେ ନିମନ୍ତ୍ରଣ ପଠାଏ, ଭାଇ ମୁଁ ଯାଇପାରୁନି। ତଥାପି ଏତେ ଲେଖା ହେଇଥିବ ନିମନ୍ତ୍ରଣ ଜନିତ ତ୍ରୁଟି, ପତ୍ର ଦ୍ୱାରା ନିମନ୍ତ୍ରଣ ଜନିତ ତ୍ରୁଟି ମାର୍ଜନା କରିବେ। ବାହାରେ ଲେଖାନି ପତ୍ର ଦ୍ୱାରା ଦଉଛୁ ବୋଲି ଗୋଟେ ତ୍ରୁଟି। ପତ୍ର ଦ୍ୱାରା ନିମନ୍ତ୍ରଣ ଠିକ ନୁହଁ, ମୁଁ ନିମନ୍ତ୍ରଣ କରିବା କଥା।
ଯାହାକୁ ଜଗତଗୁରୁ ସଦ୍ଗୁରୁ ନିଜେ ଆସୁଛନ୍ତି ତାଙ୍କୁ ନିମନ୍ତ୍ରଣ କଲେ କେତେ ପାଣି ଆଉଥିବ ସେ କହିବେ ମୁଁ ଯାଇପାରିବି ପଇସା ନେଇକି ମୁଁ ପାଣି କରିବି ପଠେଇଦେବି ଯଦି କରିବି ଭାଇ ଯାଇପାରିବି ପଇସା ଦେଇଦେବ ମୁଁ ପଇସା ପଠେଇଦେବି ଫୋନ୍ ପେ ପଠେଇଦେବି ପାଣି କରିବ ଫୋନ୍ ପେ ବି ତାଙ୍କୁ ତୁଟି ମାରିବ ଫୋନ୍ ପେ କରିବ ଠାକୁର ଗୋଟେ ମୋବାଇଲ ଧରିଦେଲା ଠାକୁର ମୁଁ ଝାଲ ବହି କରିବ କିଏ ଠାକୁର କହୁଛି ନା ନା ମୁଁ କେବଳ ସେବା କରୁଛି ମୁଁ ଯାଇପାରିବି ଆପଣଙ୍କୁ ମୋତେ କ୍ଷମା थोड़ा समुदाय जो उपहार दिया होती तो मोबाइल दबा फोन पे अकाउंट अवस्था एमती है दुखर विषय मैं कहूँ जे भगवान एमती हम प्रत्येक समस्त मन कर निश्चय जोग हम साफ लगे भाई कहीं दिन लिपि दुनिया कहीं कथा कहीं पचारे बुझे केवल अवश्य कर्तव्य अवश्य अफकोर्स नुह सटकली निश्चित मोर निश्चित कर्तव्य मुझे संघर्ष मुझे से कथा आज्ञा भाई से पुरानी गीत मन न कहबू कि न मारिबू कि तोर मन प्रति पाठ से जानी तू कौन मन मन चाहूँ मुझे जानी कारण से जानी सब कथा प्रथम आम माया पाड़ी बसुची जहाँ माया भूत माड़ी बसे से गुणिया को बुझाए ना घर घर बुलिक कहे जहाँ को भूत लगे से समस्त घर मत भूत लगे कहे तू गुणिया को नियंती गुणिया को जहाँ माया लगी माया पति को बस ना समस्त माया थोड़े थे कि माया थोड़ी पार ना समस्त मायार अधीन अरे तू मत कौन कह मुझे से अधीन ब्रह्म कहे अरे मुझे बंधा है विष्णु कहे मुझे बंधा है शिव कहे मुझे बंधा है गुरु को बुझाओ तेणु आम समय केमी संघ शक्ति आप ठाकुर कहते कि हम ठाकुर स्वयं उपस्थित थिले संयम श्रद्धा भक्ति सहित समस्त जेपरी उपवेशन कथोपकथन व्यवहार कर संगे से कर अनेक आसी से जहाँ सब ठाकुर जानना ठाकुर से बस ठाकुर जानना सब भर अच्छे किए बस से गप कर किए बसिक गोटे बसिक बजार जाए चा पीला ठाकुर देखुना किए ठाकुर बस उपवेशन कथोपकथन कर ठाकुर देखुना सब देखुं से चका आखि भगवान आखि खाई पुणी से पता ना पता काले पड़ जगन्नाथ पता नहीं से आगे पता ना समस्त देखुं चका आखि सब देखुं कहनी आखि से सब देखुं कहूँ से कथा मन कर ठाकुर स्वयं उपस्थित थिले संयम श्रद्धा भक्ति सहित समस्ते जेपरी उपवेशन कथोपकथन व्यवहार कर सबरे से मन